গ্রাম তামড়া ভাইয়ালাঠি কটা বাঙ্কুশ থানা জিলা সুন্দরগড় গুন্ডিয়া ব্লকর নিবাসী বিগত জানুয়ারি মাসରୁ ମୋର ଖୁଡ଼ୀଙ୍କର ପେଟ ଯନ୍ତ୍ରଣା ହେଇଥିଲା ଏବଂ ଆମେ ନର୍ମାଲ ଭାବୁଥିଲୁ କିନ୍ତୁ ପେଟ ଯନ୍ତ୍ରଣା ଠିକ ନ ହେବାରୁ ଆମେ ଜାନୁଆରୀ 15 ତାରିଖ ରାତିରେ ଆମର ନିକଟସ୍ଥ ଆଶା ଦିଦି ମଞ୍ଜୁଲତା ପଣ୍ଡାଙ୍କ ସହାୟତାରେ ସୁଦୂର ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ନେଇ ରାତିରେ ଆଡମିଟ୍ କରିଥିଲୁ ଏବଂ ଆମର ଭାଗ୍ୟ ବହୁତ ଭଲ ଯେ ସେଠାରେ ଆମକୁ ଭଲ ତାଙ୍କର ଏକ୍ସପିରିଏନ୍ସ ଡକ୍ଟର ଅରୁଣ କୁମାର ପାଣ୍ଡେ ସାର୍ଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ଏବଂ ପରେ ପରେ ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା ଯେ ତାହା କ୍ୟାନ୍ସରରେ ରୂପାନ୍ତରିତ ହୋଇଯାଇଅଛି ଏବଂ ଡକ୍ଟର ପାଣ୍ଡେ ସାର୍ଙ୍କର ନେତୃତ୍ୱରେ ଏବଂ ତାଙ୍କର ଟିମ୍ ତାଙ୍କର ସଫଳ ଅସ୍ତ୍ରୋପଚାର କରି ବିଗତ 6 ମାସ ଧରି ସେ ତାଙ୍କର ଚିକିତ୍ସା କରିଥିଲେ ଏବଂ ଆଜି ଆମ ଗହଣରେ ସେ ଉପସ୍ଥିତ ଅଛନ୍ତି ଏବଂ ଆମ ଘରକୁ ସେ ଫେରି ଆସିଛନ୍ତି। ଆଜି ଆମେ ବହୁତ ଖୁସି। ମୁଁ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା କରେ ଯେ ଡକ୍ଟର ଅରୁଣ କୁମାର ପାଣ୍ଡେ ସାର୍ଙ୍କ ତାଙ୍କର ଏମିତି ସଫଳ ଚିକିତ୍ସା ଚାଲିଥାଉ ଏବଂ ରୋଗୀମାନେ ଖୁସି ଖୁସିରେ ନିଜ ଘରକୁ ଫେରି ଆସନ୍ତୁ ଏବଂ ସେ ଅନେକ କୃତ୍ୟ କାର୍ଯ୍ୟ ହିଁ ଆହୁରି ମଧ୍ୟ ତାଙ୍କ ଜୀବନ କାଳରେ ସଫଳ ହୁଅନ୍ତୁ ବୋଲି ମୁଁ ଏତିକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଏବଂ ଡକ୍ଟର ସାର୍ଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ନମସ୍କାର, ମୁଁ ଡକ୍ଟର ଅରୁଣ ପାଣ୍ଡେ। ଆଜି ମୁଁ ତାମଡ଼ା ଭିଲେଜ ଭିଜିଟ କରିବା ପାଇଁ ଆସିଛି ମାଙ୍କ ଘରେ। ଆଙ୍କୁ କୋଲୋନ କ୍ୟାନ୍ସର ସାବିତ ହେଇଥିଲା, ଇଣ୍ଟେଷ୍ଟିନାଲ ଅବଷ୍ଟ୍ରକ୍ସନ ସହିତ ପ୍ରେଜେଣ୍ଟ କରିଥିଲେ। ବହୁତ କ୍ରିଟିକାଲ କଣ୍ଡିସନ ରେ ଆମ ହାଇଟେକ୍ ମେଡିକାଲ କୁ ଆସିଥିଲେ। ସେଇଠି ଅପରେସନ କଲାବେଳେ ବହୁତ ବଡ ଟ୍ୟୁମର ଗୋଟେ ତାଙ୍କ ଲିଭର ପାଖରେ କୋଲୋନ ରେ ଲାଗିକି ଥିଲା। ଆମେ ତାଙ୍କୁ ଲେଫ୍ଟ ହେମିકોଲେକ୍ଟୋମି ୱିଥ ଲୁପ୍ ଆଇଲିଓଷ୍ଟୋମି ସର୍ଜରୀ କରିଥିଲୁ। ସର୍ଜରୀ କଲା ମଧ୍ୟରେ ତାଙ୍କୁ 4-5ଟା ବ୍ଲଡ ବି ଲାଗିଲା। ତାଙ୍କ କଣ୍ଡିସନ ବହୁତ ଖରାପ ଥିଲା। ପାଖାପାଖି ମାସେ ସେ ଆଇସିୟୁ ରେ ଥିଲେ। ପୁଣି ଡିସଚାର୍ଜ ହେଇକି ଭଲ ହେଇକି ଗଲେ। 6 ମାସ ପରେ ତାଙ୍କର ପୁଣି ପେଟ୍ ସ୍କାନ କରି ଆମେ ଦେଖିଲୁ କ୍ୟାନ୍ସର ଟୋଟାଲି ବାହାରି ଯାଇଥିଲା। ଆଉ ସେକେଣ୍ଡ ଟାଇମ ବାଇପାସ ସର୍ଜରୀ କୁ ରିଭର୍ସ କରିକି ଏବେ ତାଙ୍କୁ ଆଉଥରେ ଅପରେସନ କରିକି ଭଲ କରାହେଇଛି। ଏବେ ମାଙ୍କ ଘରେ ମୁଁ ଆସିଛି, ସେ ଭଲ ଅଛନ୍ତି। ଆଉ ତାଙ୍କୁ ଦେଖିବା ପାଇଁ ଆସିଛି। ତାଙ୍କୁ ଦେଖିକି ବହୁତ ଖୁସି ଲାଗୁଛି, ବହୁତ ଭଲ ଲାଗୁଛି। ଧନ୍ୟବାଦ।